ସମସ୍ତଙ୍କ ପାଇଁ ବାସଗୃହ ହେଉଛି ମୌଳିକ ଆବଶ୍ୟକତା। ଏହାକୁ ବାଦ ଦେଇ ମଣିଷ ଚଳିବା କଷ୍ଟସାଧ୍ୟ। ଏହି ପରିପ୍ରେକ୍ଷୀରେ ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ଆବାସ ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରି ଯୋଜନା ପ୍ରଣୟନ କରିଛନ୍ତି। ହେଲେ କେଉଁଠି ନା କେଉଁଠି ତ୍ରୁଟି ଯୋଗୁଁ ଆବାସ ଯୋଜନା ବାସ୍ତବରେ ବାଟବଣା ହୋଇ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଏହି ଭଙ୍ଗା ଦଦରା କୁଡ଼ିଆକୁ। ଗୋଟିଏ ସରକାର 24 ବର୍ଷ ଶାସନ କରିଗଲା ପରେ ମଧ୍ୟ ଏହି ଘରର ଚିତ୍ର ବଦଳି ପାରିଲାନି। ତେଣୁ ଅତି ଅସୁରକ୍ଷିତ ପରିତ୍ୟକ୍ତ ଘରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଦାନ୍ତିଆମୁହାଁ ପଞ୍ଚାୟତ ଦାନ୍ତିଆମୁହାଁ ଗ୍ରାମର ବିଧବା ମହିଳା ସୁକାନ୍ତି ଧଳ ନିଜର ଜୀବନ କାଳାତିପାତ କରୁଛନ୍ତି। ଆମର ଘର ଦ୍ୱାର ହେଇନି ପାଇଁ ହେଇଯାଇଛି ଆଉ ଘର ପାଇନାହାନ୍ତି ନା ଆପ୍ଲାଏ କରିଥିଲେ? ହଁ କେତେ ଥର ଆପ୍ଲାଏ କରିଥିଲେ? 10-12 ଥର ଖଣ୍ଡେ କରି ସାରିଲିନି ଆପ୍ଲାଏ। 12 ଥର ଆପ୍ଲାଏ କଲେ ହଁ ଘର ପାଇନାହାନ୍ତି? ପରେ ଘର ପାଇନି। ତାହେଲେ ଘର ସବୁ ପାଉଛି କି? ଆପଣଙ୍କୁ ତ ଦେଖୁଛି ଆପଣ ଯୋଗ୍ୟ ହିତାଧିକାରୀ, ଘର ପାଇନାହାନ୍ତି। ତାହେଲେ ପଞ୍ଚାୟତ ଯେଉଁ ଘର ଗୁଡ଼ା ଆସୁଛି ସବୁ କିଏ ମାନେ ପାଉଛନ୍ତି? କିଏ କରି ଆମେ ଜାଣମୁ? ଆମେ ତ ଡେଲି ପଞ୍ଚାୟତ ଯାଇକରି ବି ସରପଞ୍ଚ ୱାର୍ଡ ନମ୍ବର ସମସ୍ତେ କାକେ କହୁଛୁ, କାହିଁ ଘର ତ ଆସୁନି। ତ ବର୍ତ୍ତମାନ କଣ କହିବେ, କଣ ଦାବି ରଖିବେ ସରକାରଙ୍କ ପାଖରେ? ଘର ଗୋଟେ ହଉ, ଆମର କେନେ ଘର ହଉନି, କେନେ ଲୋକ 4ଟା-6ଟା ଘର ହେଇଯାଉଛି। କହିଥିଲେ ଘର? ହଁ, ସରପଞ୍ଚକୁ ବି କହିଛୁ ଘର କଣ ଭାଇ। କହୁଛନ୍ତି? ତାର ସରପଞ୍ଚ ବି ତାର ଶୁଣେନି, ମିଳିଲେ ନାହିଁ ସେଲ୍ କରେନି, କେମିତି କରି ହବ? ତେବେ ଏହି ବିଧବା ମହିଳା ଜଣକ ଏପରି ଘରେ ଶୀତ ଖରା ଓ ବର୍ଷା କିପରି କାଟୁଥିବେ ତାହା ସହଜରେ ଅନୁମେୟ। ସରକାରୀ ଯୋଜନାରେ ପକ୍କା ଘର ଖଣ୍ଡିଏ ପାଇବା ପାଇଁ ଗ୍ରାମର ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତର ସରପଞ୍ଚ ପର୍ଯ୍ୟନ୍ତ ସେ ବାରମ୍ବାର ଆପତ୍ତି ଅଭିଯୋଗ କରି ଆସୁଛନ୍ତି। ତଥାପି ବି ବର୍ତ୍ତମାନ ସୁଦ୍ଧା ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରି ନାହିଁ, ଯାହା ଫଳରେ ଝାଟିମାଟି ଭଙ୍ଗା ଦଦରା ଘରେ ବହୁ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ସୁକାନ୍ତି। ଅଭାବ ଅନାଟନ ଦେଇ ଗତି କରୁଥିବା ସୁକାନ୍ତିଙ୍କ ପାଇଁ ସରକାରଙ୍କ ଆବାସ ଯୋଜନା ସତେ ଯେମିତି ଉପହାସ ପାଲଟିଛି। ତେଣୁ ସୁକାନ୍ତିଙ୍କ ସମେତ ସେଠାକାର ଜଣେ ଯୁବ ସମାଜସେବୀ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ନୂଆ ସରକାରଙ୍କୁ ଗୁହାରି କରିଛନ୍ତି। ତେବେ ଖାଲି ଦେଖିବାକୁ ବାକି ରହିଲା ଯେ ସୁକାନ୍ତିଙ୍କୁ କେବେ ମିଳୁଛି ଆବାସ ଯୋଜନାରେ ଘର, ଆଉ କେବେ ହେଉଛି ସୁକାନ୍ତିଙ୍କର ଦୁଃଖ ଦୂର। এই যে সুকান্তি মাউসী এটা হচ্ছে দান্তিଆମୁହାଁ ଗାଁ ଦାନ୍ତିଆମୁହାଁ ଗ୍ରାମ ପଞ୍ଚାୟତର একচুয়ালি ମୋରଡା ବ୍ଲକ ଅଣ୍ଡରରେ ଯାଉଛି। ଏଠି ମୁଁ ଯେଉଁ ସରକାର ଦେଖୁଛି, ସରକାର ଯେଉଁ ମାଳ ମାଳ ଯୋଜନା କରିଛନ୍ତି, ସମସ୍ତେ ଘର ଯେଉଁ ପାଇବା ଯୋଗ୍ୟ ସେ একচুয়ালি ପାଉନାହାନ୍ତି। ଏ ମାଉସୀ ଜଣ একচুয়ালি ଘର ପାଇବା ଦରକାର। ସେ ଏଠି 12-13 ବର୍ଷ ହେଲାଣି ଏଇ ଯେଉଁ ଭଙ୍ଗା ଘରେ ରହୁଛନ୍ତି। କେତେବେଳେ ପାଣି ପଡୁଛି, କେତେବେଳେ ସାପ ପଶି ଯାଉଛି, ମାନେ ଏତେ ଦୟନୀୟ ଅବସ୍ଥାରେ ଅଛନ୍ତି। ମାନେ କହିବାକୁ ଗଲେ ମାନେ ବହୁତ କଷ୍ଟରେ ଅଛନ୍ତି। ସେ ବହୁତ ଲୋକଙ୍କୁ କହି ସାରିଲେଣି। ବହୁତ କେମିତି ଲାଗୁଛି, କଣ ପାଇଁ ସେ ମାଉସୀ ଆଜି ପର୍ଯ୍ୟନ୍ତ ପାଇ ପାରୁନାହାନ୍ତି? ଏଠି ଯେଉଁ ଦେଖନ୍ତୁ ସମସ୍ତଙ୍କୁ ସେ କହିଛନ୍ତି, ଆପ୍ଲାଏ ବି କରିଛନ୍ତି, 10-12 ଥର କହିଲେ। ସରପଞ୍ଚକୁ ବି କହିଛନ୍ତି, ୱାର୍ଡ ମେମ୍ବରକୁ ବି କହିଛନ୍ତି, ପୁଣି ମାନେ ଆମର ବ୍ଲକ ପ୍ରଶାସନ ବି କହିଛନ୍ତି, ଏବେ ସୁଦ୍ଧା ଦେଖୁନାହାନ୍ତି। ତାହେଲେ ଭୁଲ କାହାର ଆପଣଙ୍କୁ ଲାଗୁଛି? ଏଠି ପ୍ରଶାସନ ଦାୟୀ। ତ କଣ କହିବେ, କଣ ଦାବି ରଖିବେ ସରକାର? ମୁଁ ସରକାରକୁ ଏତିକି ଅନୁରୋଧ କରୁଛି, ଯଥାଶୀଘ୍ର ଏ ମାଉସୀ ଘର ଗୋଟେ ଯୋଗାଇ ଦେବାକୁ ଅନୁରୋଧ କରୁଛି। ଦେଖି ମୟୂରଭଞ୍ଜ ଜିଲ୍ଲା ମୋରଡାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।